ମାନେ ଆମ ନୂଆ ବହିର ଆଜି ଆମେ ତୃତୀୟ ଶ୍ରେଣୀର ତୃତୀୟ ଚାପ୍ଟର ଦ୍ୱିଶତକ କରିବା ବୁଝିହେଲା। ଏହାର ଅଭ୍ୟାସ ପ୍ରଶ୍ନପତ୍ର ଦେଖିବା ଏବଂ ବିଷୟଟିକୁ ମଧ୍ୟ ଭଲରେ ବୁଝିବା। ପିଲାମାନେ ଆମ ସଂଖ୍ୟାର କାହାଣୀ ମୋତେ କୁହ ସଂଖ୍ୟା କ'ଣ? ପିଲାମାନେ ଆମେ ଜାଣିଛେ 1 2 ଏମିତି 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 କି 100 1000 ଏମିତି ଅଛି କି ନାହିଁ? ତାହେଲେ ଏସବୁକୁ ଆମେ ସଂଖ୍ୟା କହିଲେ ବୁଝିଲା ତ। ତାହେଲେ ପଢ଼ିବା ପିଲାମାନେ ଗଣନା ଆରମ୍ଭ ହୋଇଥିଲା ଆମର ହଜାର ହଜାର ବର୍ଷ ପୂର୍ବେ ବୁଝିଲା। ପ୍ରାଚୀନ ଭାରତୀୟମାନେ 10ଟି ସଂକେତ ଜାଣିଥିଲେ 0ରୁ 9 ଯାଏଁ। ତାପରେ ଆସ୍ତେ ଆସ୍ତେ ଡେଭଲପ୍ ହେଲା, ଉନ୍ନତି ହେଲା ଏବଂ ଆସ୍ତେ ଆସ୍ତେ ଟିଭି, କମ୍ପ୍ୟୁଟର, ମୋବାଇଲ ଫୋନ୍ ଆବିଷ୍କାର ହେଲା ଏବଂ ଏହି ଆବିଷ୍କାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଶୂନ ସଂକେତର ପରିଚୟ, ଯାହାର ଅର୍ଥ କିଛି ନୁହେଁ। ଶୂନର ଅର୍ଥ କ'ଣ? କିଛି ନୁହେଁ, ତା'ର କୌଣସି ମୂଲ୍ୟ ନାହିଁ। ହେଲା, ଆମେ ମନେ 1 ଟଙ୍କା ଦେବା, ତାହେଲେ ସେ 1 ଟଙ୍କା। 0 ଟଙ୍କା କ'ଣ? କିଛି ମୂଲ୍ୟ ନାହିଁ। ଆଗାମୀ ସମୟରେ ଆମେ କେବଳ ଏହି 10 ସୂଚକ ବ୍ୟବହାର କରି ଯେତେ ବଡ଼ ସଂଖ୍ୟା ହେଲେ ଲେଖିପାରିବା। ପିଲାମାନେ ଏଇ 0 ସିନା କିଛି ମୂଲ୍ୟ ନାହିଁ, ଯଦି 0 ପୂର୍ବରୁ ଗୋଟେ ସଂଖ୍ୟାଟେ ଲେଖିଦେବା ତା'ର ମୂଲ୍ୟ ଅଛି। ତାହେଲେ ପଢ଼ିବା ବିଷୟକୁ ଏବଂ ଭଲରେ ଜାଣିବା। ବୁଝି ହେଉଛି ତ? ତାହେଲେ ମୋତେ କହିଲ ପିଲାମାନେ, ଦେଇଛି ଛବିଟିକୁ ଦେଖ, ନିମ୍ନଲିଖିତ ପ୍ରତ୍ୟେକ ବସ୍ତୁକୁ ଗଣନା କରି ଲେଖ। ପିଲାମାନେ ଏଇଠି ଦେଖ ବହୁତ ଛୋଟ ଆକାରରେ ଦେଇଛି ହେଲା। ମନେକର ଫାଷ୍ଟ ଦେଇଛି କମଳା। କମଳା ଏଇଠି ପିଲାମାନେ 10ଟି ଅଛି, ପ୍ରଥମ ଝୁଡ଼ିରେ, ସେକେଣ୍ଡ ଝୁଡ଼ିରେ 10ଟା ଅଛି, ଏଇଠି 2ଟି ଅଛି। ତାହେଲେ 10 10 20 2 22ଟି ଆମର କମଳା ଅଛି। ବୁଝିଲା ତ? ସେମିତି ଚୁଡ଼ି ଦେଖ, ଚୁଡ଼ି ଆମେ ଗୋଟି ଗୋଟି କରି ଗଣି ପାରିବାନି, ତେଣୁ ଆମେ ଗୋଟେ ହେଇକି ଗଣିବା। ତେଣୁ ଦେଖ ତାପରେ ଦେଇଛି ଲଡ଼ୁ, ଏମିତି ଦେଇଛି ହେଲା। ତେଣୁ ଏସବୁ ଗଣିବା ଆମ ପାଇଁ ଛୋଟ ଛୋଟ ଆକାରରେ ଦେଇଛି, ତେଣୁ ଏଇଟା ମୁସ୍କିଲ ହେଇଯିବ। ଏଇଟା ଶିକ୍ଷକମାନେ ତୁମକୁ କରେଇ ଦେବେ, ଏଇଟାକୁ ଛାଡ଼ିଦେବ। ତାପରେ ନେକ୍ସଟ ଦେଇଛି ପିଲାମାନେ ଆମର ସାପ ସିଡ଼ି ଖେଳ। କ'ଣ କିରେ ପିଲାମାନେ ସାପ ସିଡ଼ି ଖେଳ? ଦେଖ ମନେକର ଆମେ ଅନେଶତକୁ ଯାଇଛେ, ଯଦି ଆମକୁ ସାପ ଗିଳିଦେଲା ତାହେଲେ ଆମେ କ'ଣ 53କୁ ଆସିବା ହାରି। ବୁଝି ହେଉଛି ତ? ଏଇଟା ହେଲା ଆମର ସାପ ସିଡ଼ି ଖେଳ। ତାହେଲେ ୟା ଦେଖ ପିଲାମାନେ କୋଶ୍ଚିନ୍ କରିବା ଇଏର। ଦେଖ ପିଲାମାନେ କ'ଣ ଦେଇଛି? 1 ନମ୍ବର, ଯଦି ତୁମେ 13ରୁ ସିଡ଼ି ଚଢ଼ିବ ତେବେ ତୁମେ କେଉଁ ସଂଖ୍ୟାରେ ପହଞ୍ଚିବ? ପିଲାମାନେ ଏଇଠି ଦେଖ 13 ହେଉଛି ଏଇଠି, ଏଇଠି ସିଡ଼ି ଅଛି, ଏଇଠି ଆମେ ଚଢ଼ିଲେ ଆମେ କେଉଁ ସଂଖ୍ୟାରେ ପହଞ୍ଚିବା? ଆମେ 50ରେ ପହଞ୍ଚିବା। 48 49 ତାପରେ 50। ବୁଝିଲା ତ? ତାପରେ 2 ନମ୍ବର ଦେଇଛି, ଯଦି ତୁମେ 25ର ସାପ ମୁହଁରେ ଅଛ ତେବେ ତୁମେ କେଉଁ ସଂଖ୍ୟାରେ ପହଞ୍ଚିବ? ପିଲାମାନେ 25 ଏଇଠି ଅଛି ଆମର, 25ର ସାପ ମୁହଁରେ ଥିଲେ ଆମେ ଆସିକି 2ରେ ପହଞ୍ଚିବା। ଇଏ ହେଲା 2ରେ, ଇଏ ହେଲା 50ରେ। ତାପରେ ନେକ୍ସଟ 3 ନମ୍ବର, ତୁମେ 96 ଘରେ ପହଞ୍ଚିଛ, ତୁମେ ଲୁଡ଼ୁ ଗୋଟିରେ କେତେ ପଡ଼ିଲେ ତୁମ ସାପ ପାଟିରେ ପହଞ୍ଚିବ? ଦେଖ ପିଲାମାନେ ଆମେ 96 ଘରେ ଅଛେ। ଏଇଟା ହେଲା 92 93 94 95 96। ବୁଝିହେଲା? ଏଇଟା ହେଲା 96। ଯଦି ଆମେ ଲୁଡ଼ୁ ଗୋଟିରେ 3 ପଡ଼ିବ ମାନେ 99 ହେବ, ତାହେଲେ ସାପ ପାଟିରେ ପହଞ୍ଚିବା। ତାହେଲେ 3 ପଡ଼ିବ। ଯଦି ଲୁଡ଼ୁ ଗୋଟିରେ 3 ପଡ଼ିଲା ତାହେଲେ ଆମେ 99ରେ ସାପ ପାଟିରେ ପହଞ୍ଚିକି ତଳକୁ ଖସି ଆସିବା। ସବୁଠାରୁ ବଡ଼ ସାପର ଲାଞ୍ଜ ଥିବା ସ୍ଥାନରେ ଥିବା ସଂଖ୍ୟାକୁ କାଠି ବିଡ଼ା ଏବଂ ଖୋଲା କାଠି ଦ୍ୱାରା ସୂଚାଅ। ପିଲାମାନେ ସବୁଠାରୁ ବଡ଼ ସାପ କେଉଁଟା ଆମର? ହେଇଟା ଏଇ 99ରୁ ଆମର କ'ଣ 53କୁ ଆସିବା ହେଉଛି ସବୁଠାରୁ ବଡ଼ କାଠି। ଏଇଠି କାଠି ଦ୍ୱାରା ଆମର ସୂଚାଇବା ଦରକାର ନାହିଁ। ବୁଝିହେଲା? ଏଠି ମାନେ ଏଇଟା ଖାତାରେ କରିବ ତମେ ହେଲା। ସବୁଠାରୁ ବଡ଼ କାଠି ବିଡ଼ା ମାନେ ଦେଖ ଏଠି ବିଡ଼ା ମନେକର ଏଇଠି ଗୋଟେ 10 ଟିକିଆ ବିଡ଼ା କରିବ, ଏମିତି ଗୋଲ ବୁଲେଇ ଦେବ, ଇଏ ହେଲା ଗୋଟେ 10 ଟିକିଆ ବିଡ଼ା, ଏମିତି 5ଟା କରିବ, 3 4 5 ଏମିତି କାଠି ବିଡ଼ା 5ଟା କରିକି ଆଉ 3ଟା 53 ମାନେ 3। ବୁଝିହେଲା? 1 2 3 ଏମିତି କାଠି ବିଡ଼ା ଖାତାରେ କରିଦେବ। କିଛି ଦରକାର ନାହିଁ, ସେ ପାଠ ବୁଝ, ମେନ୍ ହେଲା କନସେପ୍ଟ କ୍ଲିଅର କର, ମୁଁ କେତେ ବୁଝୁଛି ପାଠକୁ। ନେକ୍ସଟ ଆସ ଚିନ୍ତା କରିବା। ମୁଁ ଜଣେ କଥା କୁହା ପାତ୍ର, ମୋତେ ଯେକୌଣସି ସଂଖ୍ୟାରେ କହିଲେ ମୁଁ ତୁମକୁ ପରବର୍ତ୍ତୀ ସଂଖ୍ୟା
କହିବି। ତାହେଲେ ସେ କହୁଛି ମୁଁ କହିଲି 42, ପାତ୍ର କହିଲା 43। ତାହେଲେ ମୁଁ କହିଲି 63, ପାତ୍ର କହିବ 64। ମୁଁ କହିଥିଲି କେତେ, ଏଇଟା ତମେ ପାତ୍ର କହିଲା, ଏଇଟା ତମେ ନିଜେ ମନେ କରିଦଉନ। ମୁଁ କହିଥିଲି 50, ପାତ୍ର କହିଲା 49। ନିଜେ କରିପାରିବ, କିଛି ପ୍ରୋବ୍ଲେମ୍ ନାହିଁ। ହେଲା, 100 କ'ଣ? 100 କ'ଣ ପିଲାମାନେ? 100 ହେଲା ଏକ ଶତକ। ଏକ ଶତକକୁ ମୁଁ କହିଥିଲି 99, ପାତ୍ର କହିଲା 100। ନେକ୍ସଟ ମୁଁ କହିଥିଲି ଏଇଟା ହେଲା 99, ପାତ୍ର କହିବ 90। ମୁଁ କହିଲି 39, ପାତ୍ର କହିଲା 40। ବୁଝିଲା ତ? ନେକ୍ସଟ ଆମର ବିଡ଼ା ଅଛି, ଦେଖ। ୟାକୁ ଆମେ ଗଣିବା ଏବଂ ପଢ଼ିବା। କ'ଣ ଗଣିବା ପିଲାମାନେ? ଏବଂ ଆଉ ହଉ, ଗୋଟିଏ ବିଡ଼ା ହେଉଛି 10 ଲେଖେ। କେତେ? 10। ଏମିତି କେତେଟା ବିଡ଼ା ଅଛି? 1 2 3 4 5 6 7 8 9। 9ଟା ବିଡ଼ା ଅଛି। ତାହେଲେ ଏଠି ଅଛି 90। ଆଉ ଏଇଠି 9ଟି କାଠି ଅଛି। ବୁଝିହେଲା? ତାହେଲେ 90ରେ 9 ମିଶିଲେ ହେଲା ଆମର 99। ଆଉ ଯଦି ଗୋଟିଏ ବିଡ଼ା ହବ ତାହେଲେ ଆମର କେତେ ହବ? 99ରେ 1 ମିଶିଲେ 100। ସେମିତି 10ଟି 10 ଟିକିଆ କାଠି ବିଡ଼ା, ଏଠି 10ଟା ଅଛି 10 ଟିକିଆ, ତାହେଲେ ଏଇଟା ହେଲା ଆମର 100। ବୁଝିଲା ତ? ତାହେଲେ 100 ହେଉଛି ଗୋଟେ ଶତକ ବୋଲି କହିବା। ସେମିତି 10ଟି ଟିକିଲ୍ ନେଇକି 10ଟି ପ୍ୟାକେଟ୍ ମିଳିତ ହେଲେ ଆମର 100 ହବ। ଆମେ ଶୂନ୍ୟ ସ୍ଥାନ ପୂରଣ କରିକି 100। ତାହେଲେ 70ରେ 30 ମିଶିଲେ 100 ହୁଅନ୍ତି। ଏଇଠି ଆମର 7ଟି ବିଡ଼ା ଅଛି, ଏଇଠି 3ଟି ବିଡ଼ା ଅଛି। ଏଇଠି ଆମର 8ଟି ବିଡ଼ା ଅଛି, 2ଟି ବିଡ଼ା ଅଛି। ତାହେଲେ 80ରେ 20 ମିଶିଲେ 100 ହୁଅନ୍ତି। ଏଇଠି ଆମର 5ଟି ଅଛି, ଏଇଠି 5ଟି ଅଛନ୍ତି। ତାହେଲେ 50ରେ 50 ମିଶିଲେ ମଧ୍ୟ 100 ହୁଏ। ହେଲା, ତାପରେ ନେକ୍ସଟ ଆସିଯାଉଛି କ'ଣ? 65 ସେମିତି 35 ମିଶିଲେ ମଧ୍ୟ 100 ହୁଏ। ବୁଝି ହେଉଛି ତ? ନେକ୍ସଟ ହେଲା, ତାପରେ ଦେଇଛି ଏଇ ସଂଖ୍ୟା ରେଖାରେ ତୁମେ ଭିନ୍ନ ଭିନ୍ନ ସ୍ଥାନକୁ ଡେଇଁ 100 ତିଆରି କର। ନିଜେ ତମେ କରିପାରିବ। 10କୁ ପ୍ରଥମେ ଏଠୁ 10କୁ ଯିବ। ହେଲା, 10କୁ ଗଲା ଖୁଣୁ 100 ଯିବ। ଏଇଟା ହେଲା 10, ଏଇଟା ହେଲା 90, ଏମିତି ଯିବ। ଏଇଟା 40 କରିପାରିବ, 60 କରିପାରିବ। ତାହେଲେ 60ରେ 40 ମିଶିଲେ ଲେଖିଦିଅ 100 ହୁଏ। ହେଲା, କାହା ଥରେ 25 ମିଶିଲେ 75ରେ 25 ମିଶିଲେ 100 ହୁଏ। ଡ୍ୟାସ୍ ଏବଂ ଡ୍ୟାସ୍ ମିଶି 100 ହୁଏ। ତମେ ନିଜେ କରିଦଉନ। 50ରେ 50 ମିଶିଲେ 100 ହୁଏ। 45ରେ 55 ମିଶିଲେ 100 ହୁଏ। 15ରେ 85 ମିଶିଲେ 100 ହୁଏ। ତାପରେ 30ରେ 70 ମିଶିଲେ ମଧ୍ୟ 100 ହୁଏ। ନେକ୍ସଟ 3 ନମ୍ବର, ଫୁଲ ପାଖୁଡ଼ା ଭିତରେ ଥିବା ଖାଲି ସ୍ଥାନରେ ସଂଖ୍ୟା ଲେଖ, ଯାହାଦ୍ୱାରା ପ୍ରତ୍ୟେକ ପାଖୁଡ଼ାରେ ଥିବା ସଂଖ୍ୟା ମିଶି 100 ହବ। ବୁଝିଲା? ଆମ ପାଇଁ ଗୋଟେ ଲେଖିଛି 30ରେ 70, ବୁଝିଲା? 60ରେ 40, 75ରେ 25, ହେଲା। ତାପରେ 19ରେ 81, ତାପରେ 37ରେ କ'ଣ ହେଇଯିବ ଆମର? ହେଲା 70, 63ରେ 37। ନେକ୍ସଟ ହେଲା, ଏଠି ଆମେ ଲେଖିବା ସେମିତି 91ରେ 9 ମିଶିଲେ 100 ଦେଇଛି। ହେଲା, ଡ୍ୟାସରେ 0 ମିଶିଲେ 100ରେ 0 ମିଶିଲେ 100। ତାପରେ ତମେ ନିଜେ କରିଦେବ। 40ରେ 60, 30ରେ 70, 35ରେ 65, 20ରେ 80। ତାପରେ ଆସ ଖୋଜିବା 100ରେ କେତୋଟି ଅଛି। ପିଲାମାନେ ବାକ୍ସରେ ଦିଆସିଲି କାଠି ସଂଖ୍ୟା ଅନୁମାନ କର। ପିଲାମାନେ ଏଇଟା ତମେ ଜୁମ୍ କରିକି ବହିରେ ଇଏରେ ଦେଖିବ ଦିଆସିଲି କାଠି କେତେଟା ଅଛି। ବୁଝିଲା ତ? ବହିରେ ଭଲରେ ତମର ଦେଖାଯିବ। ବାକ୍ସରେ ଦିଆସିଲି କାଠି ସଂଖ୍ୟା ଏଠି ଗଣିକି ଲେଖିବ ଯାହା ଦେଇଥିବ। ହେଲା, ବୁଟ ବା ମଟର ଭଳି ମୁଠାଏ ମଞ୍ଜି ନିଅ ତୁମ ହାତରେ। ଏଇଟା ନିଜେ ନେବ। ବୁଟ ମୁଠାଏ ନେବ, କେତୋଟି ମଞ୍ଜି ହେଲା ତମେ ଏଠି ନିଜେ ନିଜେ ସବୁ ଲେଖିବ। ହେଲା, କେତେ ମୁଠା ମଞ୍ଜି ହେଲେ, ମନେକର 10ଟି ମଞ୍ଜି ନେଇଛ, ତାହେଲେ 10 ମୁଠା ମଞ୍ଜି ନେଲେ 100 ହବ। ନେକ୍ସଟ ଆମକୁ ଦେଲା 10ଟି 10ଟା, ହଁ 10ଟି 10 ବିଡ଼ା କହିକି ମିଶେଇକି କହିଲି 100 ହବ। ବୁଝିହେଲା? ସେମିତି
ଶହେ ଏବଂ ଏଇଟା ହେଲା ଶହେ, ଶହେରେ ଏକ ମିଶିଲେ ଶହେ ଏକ, ସେମିତି ଶହେରେ ଦୁଇଟି କାଠି ମିଶିଲେ ଶହେ ଦୁଇ, ଶହେରେ ତିନି ମିଶିଲେ ହେଲା 103 ହେବ, ଏଇଟା 3 ଲେଖିବ। ନେକ୍ସଟ ଶହେରେ ଚାରି ମିଶିଲେ ହେଲା 104, ଏଇଟା 4 ହେଲା, ଏଇଟା ହେଲା 105 ହେଲା, 100 ଏବଂ 6 ମିଶି 106। ତାପରେ ଶହେରେ ସାତଟା କାଠି ମିଶିଲେ 107, 107 ନେ, ଶହେରେ ଆଠ ମିଶିଲେ 108 ହେଲା, ଶହେରେ ନଅ ମିଶି 109 ବା 109, ଶହେରେ 10 ମିଶି 110 ହେଲା। ତାପରେ ନେକ୍ସଟ ଦେଇଛି, ଆସ କାଠିର ବିଡ଼ା ଏବଂ ଖୋଲା କାଠି ବ୍ୟବହାର କରି 100ରୁ ଅଧିକ ସଂଖ୍ୟା ତିଆରି କରିବା। ବୁଝିହେଲା? ଦେଖ ଏଇଟା ହେଲା ଆମର 100 ଟିକିଆ ବିଡ଼ା, ବଡ଼ ବିଡ଼ାଟା। 100 ବିଡ଼ା କେତେଟା ଅଛି? ଗୋଟେ। ତାପରେ 10 ଟିକିଆ ବିଡ଼ା କେତେଟା ଅଛି? ଦିଟା। ଆଉ 1 ଟିକିଆ ବିଡ଼ା ତିନିଟା। ତାହେଲେ ହେଲା ଇଏ ହେଲା 100, ଇଏ ହେଲା ଦିଟା କାଠି ମାନେ 10 10 20, ଇଏ 3, ତାହେଲେ 123। ବୁଝିହେଲା? ସେମିତି 100 ଟିକିଆ ବିଡ଼ା ଏଠି କେତେ ଅଛି? ଗୋଟେ। 10 ଟିକିଆ ବିଡ଼ା ତିନିଟା, ଆଉ 1 ଟିକିଆ ବିଡ଼ା ଗୋଟେ ହେଲା। ତାହେଲେ ଯାହା ହେଲା ଏଠି ଯାହା ହେଲା ତାହା ଲେଖିଦେବ 131। ବୁଝିହେଲା? ତାପରେ ପୁଣି 100 ଟିକିଆ ବିଡ଼ା ଗୋଟେ, 10 ଟିକିଆ ବିଡ଼ା ତିନିଟା, ଗୋଟେ ଟିକିଆ ବିଡ଼ା ପାଞ୍ଚଟା, 135। ନେକ୍ସଟ କର ଆମର, ଲେଖିଦେଲ ତ? 135 ଆମର ଗଲା ହେଲା। ନେକ୍ସଟ କର 100 ଟିକିଆ ବିଡ଼ା ଗୋଟେ, 10 ଟିକିଆ ବିଡ଼ା ତିନିଟା, ନିଜେ କର ହେଲା, କିଛି ମୋଠୁ ଦେଖିବା ଦରକାର ନାହିଁ, ନିଜେ ମଧ୍ୟ କରିପାରିବ। ତାପରେ 100 ଟିକିଆ ବିଡ଼ା ଗୋଟେ, 10 ଟିକିଆ ବିଡ଼ା ଚାରିଟା, ସିଙ୍ଗଲ ବିଡ଼ା ଦିଟା, 142। ତାପରେ 100 ଟିକିଆ ବିଡ଼ା ଗୋଟେ, 10 ଟିକିଆ ବିଡ଼ା କିଛି ନାହିଁ ଶୂନ, ଆଉ ଗୋଟିକିଆ ବିଡ଼ା ଚାରିଟା, 104। 100 ଟିକିଆ ବିଡ଼ା ଗୋଟେ, 10 ଟିକିଆ ବିଡ଼ା ପାଞ୍ଚଟା, ତାପରେ କିଛି ନାହିଁ ଶୂନ, 1 5 0। 100 ଟିକିଆ ବିଡ଼ା ଗୋଟେ, 10 ଟିକିଆ ବିଡ଼ା ଦିଟା, ଇଏ 120। ବୁଝିଲା ତ? ନେକ୍ସଟ ଦେଇଛି, ବିଡ଼ା ଏବଂ ଖୋଲା କାଠି ସହ ସମ୍ପର୍କିତ ସଂଖ୍ୟା ଗୁଡ଼ିକୁ ମିଳାଅ। ବୁଝିଲା? ଏଠି ମିଳେଇବା ହେଲା, ଗାର ଟାଣିବା। ତାହେଲେ ପ୍ରଥମେ ଏଇଟା ହେଲା ଆମର 100 ଜାଣିଛେ, ଏଇଟା ହେଲା 10, 110 ଗଲା। ବୁଝିଲା ତ? ନେକ୍ସଟ ଦେଖ 101 କେଉଁଠି ଅଛି? 101 ଏଇଠି ଅଛି। ତାପରେ ନେକ୍ସଟ 100 ଏଇଠି ଖାଲି 100 ଅଛି। ନେକ୍ସଟ 116, 116 ଏଠି ଅଛି, 140 ଏଠି ଅଛି। ବୁଝିଲ ତ? ନେକ୍ସଟ, ଓହୋ କଥା କୁହା ପାତ୍ର ଫେରି ଆସିଛି, ଯାହା ମିଲୁ କହୁଛି ଏହା ତାଠାରୁ ଗୋଟିଏ ଅଧିକ ହବ। ତାହେଲେ ସିଏ କହିଲା 127, ଲେଖିଲା 128। ତାପରେ 109 ପରେ କହିଲ ପିଲାମାନେ 110, 134 ପରେ 135 ହେଲା, 105 ପରେ 106, 150 ପୂର୍ବରୁ 149, 100 ପରେ 101। ବୁଝିଲା ତ? ତାହେଲେ ଏଠି ହେଲା 100, ତାପରେ 110, ତାପରେ 120 ହେଲା, 10 ହବ 130, 140, ତାପରେ ସବୁଠୁ 150। ବୁଝି ହେଉଛି ତ? ନିମ୍ନରେ ଥିବା ସଂଖ୍ୟା ରେଖାରେ ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ଆମେ ଚିହ୍ନାଇବା ହେଲା। ସଂଖ୍ୟା ରେଖାରେ ଚିହ୍ନେଇବା। ଦେଖ ଏଇଟା ଏଇ କୋଶ୍ଚିନ୍ କରିବା, ଭଲ ସୁନ୍ଦର କୋଶ୍ଚିନ୍ ପରୀକ୍ଷାରେ ଆସିବ। ପ୍ରଥମେ ଦେଇଛି 125ରେ ତୀର ଚିହ୍ନ ଦିଅ। ପିଲାମାନେ ଏଠି ସେ ଗୋଟେ କରିଦେଇ 125ରେ ତୀର ଚିହ୍ନ ଏଠି ତଳେ ଦେଇଦେଇଛି। ତାପରେ 2 ନମ୍ବର 112ରେ ଏକ ଗଛ ଚିତ୍ର କର। ଏଇଠି କରିବ, ଏଇଟା ହେଲା 111, ଏଇଟା ହେଲା 112 ହେଲା, ଏଠି ଗୋଟେ ଗଛ ଚିତ୍ର କରିକି 112। ତାପରେ 149ରେ 149 ଏଠି, 150 ପୂର୍ବରୁ ହସୁଥିବା ଚିତ୍ର କର। ଏଇଟା ହେଲା 149, ହସୁଥିବା ଚିତ୍ର କରିବ। ତାପରେ 137, 137 ମଝିରେ ଆସିବ, ସେ ମଝିରେ ଗୋଟେ ଛକି ଚିହ୍ନ ଦବ 137 ଲେଖିକି। ନେକ୍ସଟ ସେମିତି ହେଲା। ଦେଖ ପିଲାମାନେ, ଆମେ ଏଠି 150ରୁ ଅଧିକ ଗଣନା କରିବା। ବୁଝିଲା ତ? ସେଠି ଗଣନା କରୁଥିଲେ 100ରୁ ଅଧିକ, ଏଠି 150ରୁ ଅଧିକ। ତାହେଲେ ହେଲା 100, ଏଟା ହେଲା ବିଡ଼ାଟା 100, ହେଲା 10 ଟିକିଆ ପାଞ୍ଚଟା, 150 ହେଲା। ସେମିତି ଏଠି କେତେଟା ଅଛି? ଗୋଟେ ଲେଖିଦେଇଛି ଆମର। ତାପରେ ନେକ୍ସଟ 100 ଟିକିଆ ବିଡ଼ା ଗୋଟେ, 10 ଟିକିଆ ବିଡ଼ା ପାଞ୍ଚଟା, ଆଉ ଇଏ ହେଲା ଦିଟା, 152।
ତାପରେ 10 ବିଡ଼ା 5ଟା 153 ହେଲା। ଏଠି ସିଙ୍ଗିଲ ବିଡ଼ା 4ଟା 5 ହେଲା। ନିଜେ କରିଦେବ, ଯେତିକି ତା ପାଠ ବୁଝି ସାରିଲଣି ନିଜେ କରିଦେବ ହେଲା। ପରବର୍ତ୍ତୀ ସଂଖ୍ୟା ଲେଖା ହେଇଛି, ବୁଝିହେଲା। ହେଲା 100 ଏବଂ 55, 100 ଏବଂ 57, ହେଲା 100 ଏବଂ 58, ହେଲା 100 ଏବଂ 59। ଏଇଟା ପିଲାମାନେ ତମେ ସେମିତି ବି ନିଜ ମୁଠାରେ ବୁଟ ବା ମଟର ନେଇକି ନିଜେ କେତେଟା ମଞ୍ଜି ନିଜେ ଇଏ କରିବ ହେଲା, ଏଥିରେ କିଛି ନାହିଁ। ତାପରେ ଆମକୁ 200 ଦେଇଛି, 200 ମାନେ 2 ଶତକ, ବୁଝିହେଲା। ତାହେଲେ ଦେଖ ଗଲା କୋଉଠିକି, 150, 150ରେ 50 ମିଶିଲେ 200, 140ରେ 60 ମିଶିଲେ 200। ଦେଲା କୋଶ୍ଚିନ୍ ସେମିତି କରିବାକୁ। ବେଙ୍ଗଟି 5 ଲେଖାଏ ଡିଏ, ଏହାକୁ ଚିତ୍ରରେ ଦର୍ଶାଉ, ଖାଲି ସ୍ଥାନରେ ସଂଖ୍ୟା ଲେଖ, ବୁଝିହେଲା। ତାହେଲେ 100ରୁ ଡେଇଁଲା 105, 105ରୁ ଡେଇଁଲା 110, 110ରୁ ଡେଇଁବ 115, 115ରୁ ଡେଇଁବ 120, 120ରୁ ଡେଇଁବ 125, 125ରୁ ଡେଇଁବ 130, 130ରୁ ଡେଇଁବ 135, 5 ଲେଖା ଡେଇଁବ ଅଧିକ। ତାପରେ 140, 140ରୁ 145, 145ରୁ 150, ବୁଝିଲା ତ। ତାପରେ 20 ଲେଖା ଡେଇଁଲା, 100ରୁ 120, ତାପରେ 140, ତାପରେ 160, ତାପରେ 180, ତାପରେ 200। ନେକ୍ସଟ ଆମେ ସାରଣୀ ପୂରଣ କରିବା। 1 କମ 1 ଅଧିକ କରିବା, ବୁଝିହେଲା। 160ରୁ 1 କମ ହେଲେ ଆମର 159, 1 ଅଧିକ ହେଲେ 161, 129ରୁ 128, 129 ପରେ 130, 187 ପରେ 186, 187 ଏଟା ହେଲା ପୂର୍ବରୁ, ପରେ ହେଲା 188, 134 ପୂର୍ବରୁ 133, 134 ପରେ 135, 158 ପୂର୍ବରୁ 157, 158 ପରେ 159। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ତିଆରି କରିବାରେ ଅତି କମରେ 2ଟି ଭିନ୍ନ ଉପାୟ ଦେଖ। ଏଇଟା ପିଲାମାନେ କାଠି ବିଡ଼ା ନେଇକି ତମେ ସଂଖ୍ୟା ମାଳି ନିଜେ ତିଆରି କରିଦେବ, ଏଇଟା ଯେମିତି ତିଆରି ହେଇଛି ହେଲା, କିଛି ଦରକାର ନାହିଁ। ତାପରେ 114 ପିଲାମାନେ ତିଆରି ହେଇଛି, 100ର ବିଡ଼ା କେତୋଟି, 1, 10ର ବିଡ଼ା 1, 1ର ବିଡ଼ା 4ଟି, ବୁଝିହେଲା। ତାପରେ ନେକ୍ସଟ ତମେ ନିଜେ ଲେଖ। ଏଠି ଦେଇଦେଇଛି 100 ଏବଂ 32 ଅଧିକ, ବୁଝିହେଲା। ତାହେଲେ ଏଠି ଲେଖିବା ଆମେ 132 ହେଲା। ଏଠି ବିଡ଼ା କରିଦେବ 1, 3, 10 ଟିକିଆ ବିଡ଼ା 3ଟା, 2ଟା, ବୁଝିହେଲା। ଏଇଠି ମଧ୍ୟ ଦେଖ 100 ଟିକିଆ ବିଡ଼ା କେତେଟା ଅଛି, 1, 10 ଟିକିଆ ବିଡ଼ା 5ଟା, 1 ଟିକିଆ ବିଡ଼ା 4ଟା। ତାହେଲେ ଲେଖିବା 154, 100 ଏବଂ 54 ଅଧିକ, ବୁଝିହେଲା। ନେକ୍ସଟ 172 ଚିତ୍ର କରିଦେବ, 100 ଟିକିଆ ବିଡ଼ା 1, 10 ଟିକିଆ ବିଡ଼ା 7ଟା, ଇଏ 2ଟା, ନିଜେ ଲେଖିଦେବ 100 ଏବଂ 72 ଅଧିକ। 108, 1, 8, 2, 150ରୁ ଏଇଟା ରୁ ଦେଇଛି ଏବଂ ଦେଇନି, ମାନେ 150ରୁ 30 ଅଧିକ ମାନେ ଏଇଟା ହେଲା ଆମର 180, 1, 8, 0 ହେଲା 160, ବୁଝିହେଲା। ମତେ ନିଜେ ତିଆରି କରିଦେବ। ନେକ୍ସଟ କ୍ୱେଶ୍ଚିନ୍, ସଂଖ୍ୟା ରେଖାରେ ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ଚିହ୍ନଟ କରିବା। ତାହେଲେ 109, 110 ପୂର୍ବରୁ ହେଲା 109, 112, 110ର 2ଟା ଘର ଛାଡ଼ିକି 112, 124, 134, 146, ବୁଝିହେଲା। ସେମିତି 150, 160 ମଧ୍ୟରେ 155, 160, 163 ହେଲା, 160ରେ 3ଟା ହେଲା 163, 178, ତାପରେ 199, ତାପରେ 198 ହେଲା। ସଂଖ୍ୟା ରେଖାରେ ନିଜେ କରିଦେବ, କିଛି କଷ୍ଟ ନାହିଁ। 125,
125 ଏଇଠି ଆସିବ, 142 ପୁରା ଲାଗିକି ଆସିବ, 153, 153 ଆମର ଏଇ ମଝା ମଝି ଆସିବ, 153, 174, ତାପରେ 200 ପାଖାପାଖି 199। ହେଲା, ସମ୍ପୂର୍ଣ୍ଣ ବିଷୟଟି ସରିଗଲା। ଧନ୍ୟବାଦ ପିଲାମାନେ।